ଟିଟିଲାଗଡ଼ରେ ବ୍ରିଜ ତଳୁ ବ୍ୟବସାୟୀଙ୍କର ମୃତଦେହ ଠାବ ହୋଇଛି। ତୁସୁରା ଥାନା ତେଲ ନଦୀ ବ୍ରିଜ ତଳେ ପଡ଼ିଛି ମୃତଦେହ। ମୃତକ ଦେଉଳିଗୁଡ଼ି ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ତୁସୁରା ପୁଲିସ ପହଞ୍ଚି ବର୍ତ୍ତମାନ ସମୟରେ ତଦନ୍ତ ଜାରି ରଖିଛି। କେମିତି ହେଲା ସମ୍ପୃକ୍ତ ବ୍ୟବସାୟୀଙ୍କର ମୃତ୍ୟୁ ତାହା ହିଁ ସବୁଠୁ ବଡ଼ ପ୍ରଶ୍ନ। ତୁସୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି, ଅଧିକ ତଦନ୍ତ ଜାରି ରଖିଛି। ଟିଟିଲାଗଡ଼ରେ ବ୍ରିଜ ତଳୁ ଠାବ ହୋଇଛି ବ୍ୟବସାୟୀଙ୍କର ମୃତଦେହ। ତୁସୁରା ଥାନା ତେଲ ନଦୀ ବ୍ରିଜ ତଳେ ପଡ଼ିଛି ଯୁବକଙ୍କର ମୃତଦେହ। ମୃତକ ଦେଉଳିଗୁଡ଼ି ଅଞ୍ଚଳର ହୋଇଥିବା ସୂଚନା। ତୁସୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଅଧିକ ସୂଚନା ପାଇଁ ଟିଟିଲାଗଡ଼ରୁ ଆମ ପ୍ରତିନିଧି ଅବିନାଶ ନନ୍ଦ ଆମ ସହିତ ଫୋନ୍ ଲାଇନରେ ଯୋଡ଼ି ହୋଇଛନ୍ତି। ଅବିନାଶ, ସମ୍ପୃକ୍ତ ବ୍ୟବସାୟୀଙ୍କର ମୃତ୍ୟୁ କେମିତି ହେଲା? ପ୍ରାଥମିକ ତଦନ୍ତରୁ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ କ'ଣ ଜଣାପଡ଼ିଲାଣି? ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି କି? ନିହାତି ଭାବରେ ଦେଖନ୍ତୁ ମୁକେଶ, ଯେତେବେଳେ ଗତକାଲି ବିଳମ୍ବିତ ରାତିରେ ତୁଷାର ପୁଲିସ ପେଟ୍ରୋଲିଂ କରୁଥିଲା ଏବଂ ପ୍ରାୟ ପାଖାପାଖି 2ଟା ବେଳେ ଯେତେବେଳେ ଦେଖିଥିଲା ଯେ ଯୋଉ ତେଲ ନଦୀ ଅଛି, ତେଲ ନଦୀ ଉପରେ ଗୋଟେ ବ୍ରିଜ ତଳେ ଗୋଟେ ମାନେ ନାଲି ରଙ୍ଗର ଗୋଟେ ବାଇକ୍ ଅଛି। ବାଇକ୍ କୁ ଦେଖିକି ସେ ମାନେ ଅନୁମାନ କରିଥିଲା ଯେ ତଳେ କିଏ ରହିଛି କି ବୋଲିକି। ଯେତେବେଳେ ବ୍ରିଜର ଗାଡି ମାନେ ଯୋଉ ଗାଡି ଥିଲା ସେ ଗାଡିକୁ ଦେଖିଥିଲା, ତାପରେ ତଳକୁ ଯେତେବେଳେ ପୁଲିସ ତୁଷାର ପୁଲିସ ପେଟ୍ରୋଲିଂ ସମୟରେ ଓହ୍ଲାଇଥିଲା, ତାପରେ ଦେଖିଥିଲା ଯେ ଯେତେବେଳେ ଗୋଟେ ଯୁବକଙ୍କ ଦେହଟା ପଡି ରହିଛି, ସେତେବେଳେ ମାନେ ଯୋଗାଯୋଗ କରୁଥିଲା ଆଖପାଖ ଅଞ୍ଚଳକୁ କିଏ ହେଇପାରେ ବୋଲିକି। ଯେତେବେଳେ ସକାଳ ହୋଇଛି ସେହି ସମୟରେ ଜଣାଇବାକୁ ପାଇଛି ଯେ ସେ ଯୁବକ ଜଣକ ହେଉଛନ୍ତି ବା ଯେ ମୃତ୍ୟୁ ଯୁବକ ଜଣକ ହେଉଛନ୍ତି ତୁଷାର ଥାନା ଦେଉଲଗୁଡିର ମାନେ କିରାଣୀ ବ୍ୟବସାୟୀ ନଟରାଜ ସେନାପତି। ଯେତେବେଳେ ତାଙ୍କ ପରିବାର ଲୋକଙ୍କୁ ବି ବର୍ତ୍ତମାନ କୁହାଗଲାଣି ଆଉ କିଛି ସମୟ ପରେ ହୁଏତ ସାଇଣ୍ଟିଫିକ ଟିମ୍ ପହଞ୍ଚିବେ, ବଲାଙ୍ଗୀର ଏସଡିପିଓ ମଧ୍ୟ ପହଞ୍ଚିବେ, ଘଟଣାସ୍ଥଳକୁ ମାନେ ତଦନ୍ତ କରିବେ ଯେ ପ୍ରକୃତରେ ମୃତ୍ୟୁ କଣ, ମୃତ୍ୟୁର କାରଣ କଣ। ଯଦି ଆମେ ଅନ୍ୟପଟେ ଆମେ ଦେଖିବା ତାହେଲେ ପରିବାର ଲୋକ ସହଜରେ ଏହି ଜିନିଷକୁ ଗ୍ରହଣ କରିପାରୁନାହାନ୍ତି ଏବଂ ବର୍ତ୍ତମାନ ତୁଷାର ଥାନାରେ ଲିଖିତ ଅଭିଯୋଗ କରିବେ ଯେ ଏହାର ଗୋଟେ ତଦନ୍ତ କରାଯାଉ, ସଠିକ ଭାବରେ ତଦନ୍ତ କରାଯାଉ ଯେ ମୃତ୍ୟୁ ପଛରେ କିଏ ଅଛି, ତାହାକୁ ହତ୍ୟା କରାଯାଇଛି ନା ନିଜେ ଆତ୍ମହତ୍ୟା କରିଛନ୍ତି, ଏ ନେଇକି ମଧ୍ୟ ପରିବାର ଲୋକେ ଲିଖିତ ଭାବେ ତୁଷାର ଥାନାରେ ଅଭିଯୋଗ କରିବେ। ମୁକେଶ, ଓକେ, ବହୁତ ବହୁତ ଧନ୍ୟବାଦ ଅବିନାଶ ଆପଣଙ୍କର ସୂଚନା ପାଇଁ। ବାହାଘର ମାସେ ବି ନାହିଁ ଏଯାଏ ମୋର ଲେହେଙ୍ଗା ବି କିଣା ହେଇନି। एते टेंशन नहीं ना, चल शालीमार जोड़ी बरबधुंक पई एक्सक्लूसिव वेडिंग कलेक्शन रहिछि आउ डिजाइनर लेहेंगा शेरवानी गाउन भी मिलुछि मिनिमल प्राइस रे। माने 50,000 टंकार लेहेंगा केवल 10,000 टंकार एवं 10,000 टंकार लेहेंगा मात्र 3,000 टंकार। आसंतु शालीमार 3 कोणिया बगीचा कटक।